ଜୟ ଜଗନ୍ନାଥ। ଆସନ୍ତୁ ଜାଣିବା ଗରୁଡ଼ ପୁରାଣର ଅଷ୍ଟମ ଅଧ୍ୟାୟ ପ୍ରେତ ସଂସ୍କାର ବିଷୟରେ କ'ଣ ବର୍ଣ୍ଣନା କରାଯାଇଛି। ଗରୁଡ଼ ଉବାଚ। ଗରୁଡ଼ କ'ଣ କହୁଛନ୍ତି? ପୁଣ ପୁଣ ପାଦେ ପଡ଼ି ଗରୁଡ଼ ବିନଏ ଶ୍ରୀହରି ଚରଣ ଯୁଗେ ଲଗାଇଣ ଲଏ ମାନବ ମାନଙ୍କ ଉପକାର ପାଇଁ ପୁଣି ପଚାରେ କମଳାପତି ହୃଦ ପଦ୍ମେ ଗୁଣି ଯେଉଁ ପ୍ରାଣୀ ଦୋଷ କରିଥାଏ ମର୍ତ୍ତ୍ୟପୁରେ ଅନ୍ତେ ନରକ ଯନ୍ତ୍ରଣା ଭୋଗେ ଯମପୁରେ ଯେଉଁ ପାପ ପାଇଁ ଯେଉଁ ଦଣ୍ଡମାନ ଅଛି କଲା କର୍ମ ଭୁଞ୍ଜନ୍ତି ବୋଲଇ ଶ୍ରୀବତସୀ ମାୟା ସଂସାରେ ଜନମି ବିଷୟାର ସରେ ଉନ୍ମତ୍ତ ହୋଇ ଯିବ ପଡ଼ଇ ନରକରେ ସୁଖ ବିନିମୟ ଦୁଃଖ ଭୋଗଇ ଅପାର ଭଲ ମନ୍ଦ ବିଚାର ନ କରେ ଦୁରାଚାର କିପରି ଜୀବ ଉଦ୍ଧାର ହେବ ଏ ବନ୍ଧନୁ ଶୁଣିବି କମଳାପତି ତୁମ୍ଭର ବଦନୁ ଏତେ କହି ଗୋଡ଼ ଘାଲି ହୋଇଣ ଶୋଇଲା ଶ୍ରୀହରି ପଦ ପଦ୍ମରେ ନମସ୍କାର କଲା। ତେବେ ଗରୁଡ଼ କହୁଛନ୍ତି ନାନାଦି ପ୍ରକାର ପାପ କରିଏ ମନୁଷ୍ୟ ଯମପୁରରେ ଅନେକ ପ୍ରକାର ନରକ ଯନ୍ତ୍ରଣା ଭୋଗ କରେ, ଅନେକ ପ୍ରକାର ସିଏ କଷ୍ଟ ପାଏ। ଏ ସଂସାରରେ ରହି ସେ ଯେତେବେଳେ ଅନେକ ପ୍ରକାର ପାପ କରିଥାଏ ସେ ପାପର ସବୁ ପ୍ରକାର ଦଣ୍ଡ ତାହାକୁ ଯମଦୂତମାନେ ଦେଇଥାନ୍ତି। ଗରୁଡ଼ ପଚାରୁଛନ୍ତି ହେ କମଳାପତି, ହେ ଶ୍ରୀହରି, ଆପଣ ମୋତେ କୁହନ୍ତୁ ଏ ଜୀବ କିପରି ଭାବରେ ଉଦ୍ଧାର ହୋଇଥାଏ, ଏ ଯେଉଁ ପାପ ବନ୍ଧନରୁ କିପରି ଭାବରେ ମୁକ୍ତ ହୋଇଥାଏ, ହେ କମଳାପତି ମୋତେ କୁହନ୍ତୁ। ତାପରେ ଭଗବାନ କହୁଛନ୍ତି, ଶ୍ରୀ ଭଗବାନ ଉବାଚ। ତାହା ଦେଖି ଭକ୍ତି ପ୍ରିୟ ଶ୍ରୀହରି ଦୟାଳୁ କୋମଳ ବଚନେ ଆଶ୍ୱାସିଲେ ଯେ କୃପାଳୁ ଯାହା ପଚାରିଲୁ ତାହା ବୁଝାଇ କହିବି ତୋହର ମନରୁ ବାବୁ ସଂଶୟ ନାସିବି କଲା କର୍ମ ମାନ ସିନା ହୁଅ ବିଚାର କର୍ମ ଦୋଷ ଜୀବ ଭବୁ ନ ହୁଏ ଉଦ୍ଧାର। ଭଗବାନ କହୁଛନ୍ତି ଯାହା ପଚାରିଲୁ ରେ ଗରୁଡ଼ ମୁଁ ନିଶ୍ଚୟ ଭାବରେ କହିବି, ମୁଁ ନିଶ୍ଚିତ ଭାବରେ ତୋର ସଂଶୟକୁ ଦୂର କରିବି। କଲା କର୍ମ ସିନା ହୁଏ ବିଚାର କର୍ମ ଦୋଷ ଜୀବ ଭବୁ ନ ହୁଏ ଉଦ୍ଧାର। କଲା କର୍ମ ସିନା ବିଚାର ହୁଏ କିନ୍ତୁ ଏ ଯେଉଁ କର୍ମ ଦୋଷ ସବୁ ଥାଏ ସେ ଦୋଷରୁ ସେ ଉଦ୍ଧାର ହେଇପାରେ ନାହିଁ। ତ କେମିତି ଉଦ୍ଧାର ହୁଏ? ଆହେ ବୈନତେୟ ଯେହୁ ପର ଉପକାର ସନ୍ଦେହରେ କରେ ଏହା କୁମତିର ସାର ପୁତ୍ରବନ୍ତ ଧନବନ୍ତ ଦାନ ଧ୍ୟାନ କରି ତୀର୍ଥବ୍ରତ କରି ଯାଏ ମାୟାରୁ ନିସ୍ତରୀ। ଯଦି ଦାନ ଧର୍ମ ଧ୍ୟାନ ତୀର୍ଥ ବ୍ରତାଦି କରୁଛି ତେବେ ନିଶ୍ଚିତ ଭାବରେ ମାୟାରୁ ସେ ନିସ୍ତରିବ। ପୁରାଣ ଶୁଣିବ ନୀତି ସଂକଳ୍ପକୁ କରି ସାଧୁ ସନ୍ତ ମାନେ ସେବା କରିବ ବିଚାରି ସାଧୁ ଜନଙ୍କର ବାକ୍ୟ ଅଟଇ ଅମୃତ ଶିବ ପୂଜା ଶ୍ରଦ୍ଧାରେ କରିବ ଦୃଢ଼ ଚିତ ଶିବଙ୍କର ପୂଜାକୁ ସେ ଶ୍ରଦ୍ଧାରେ କରିବ, ସାଧୁ ସନ୍ତଙ୍କର ସେବା କରିବ, ସାଧୁଜନଙ୍କର ବାକ୍ୟକୁ ସେ ମାନିବ। କାରଣ ସାଧୁଜନଙ୍କର ବାକ୍ୟ ହେଉଛି ଅମୃତ ତୁଲ୍ୟ। ଶିବ ବରେ ପୁତ୍ର ଜନ୍ମ ହୁଅଇ କୂଳରେ ବଂଶ ରକ୍ଷା କରି କୂଳ ଉଦ୍ଧାରଣ କରେ ଗର୍ଭବତୀ ନାରୀ ଯେବେ ପୁରାଣ ଶୁଣଇ ଗର୍ଭସ୍ଥ ସନ୍ତାନ ନର୍କ ଦୁଃଖ ନିସ୍ତରଇ
ଯେତେବେଳେ ଶିବଙ୍କର ଆଶୀର୍ବାଦରୁ ଜଣେ ମନୁଷ୍ୟ ପୁତ୍ର ଜନ୍ମ ହୋଇ ଲାଭ କରିଥାଏ, ବଂଶକୁ ରକ୍ଷା କରିଥାଏ, କୂଳକୁ ଉଦ୍ଧାର କରିଥାଏ। ଗର୍ଭବତୀ ନାରୀ ଯେବେ ପୁରାଣମାନ ଶୁଣିବ, ସେତେବେଳେ ଗର୍ଭସ୍ଥ ସନ୍ତାନ ଆଉ ନର୍କ ଦୁଃଖ ଭୋଗ କରିବ ନାହିଁ। ଗର୍ଭେ ପୂଜ ନାଳ ରକ୍ତେ ଘାଣ୍ଟି ହେଉଥାଇ, ପୁରାଣ ବାଣୀ ଶ୍ରବଣେ ପାପ କ୍ଷୟ ହୋଇ। ଗର୍ଭବତୀ ଯଦି ହରି କୀର୍ତ୍ତନ ଶୁଣଇ, ପାପ ମୁକ୍ତ ହୋଇ ଧର୍ମବନ୍ତ ସେ ହୋଇ। କରିଥିବା ପାପ ମାନ ତାର ହୁଏ ଦୂର, ସଂସାର ମାୟାରୁ ଜୀବ ହୁଏ ନିସ୍ତର। ତେବେ ମାତା ଯେତେବେଳେ ଗର୍ଭବତୀ ରହିଥାଏ, ସେହି ସମୟରେ ଯଦି ବିଭିନ୍ନ ପ୍ରକାର ସେ ପୁରାଣକୁ ପାଠ କରିବ, ତେବେ ସେ ପୁରାଣକୁ ଗର୍ଭରେ ଥିବା ସନ୍ତାନ ଶୁଣିବ, ଆଉ ନର୍କ ଦୁଃଖ ଭୋଗ କରିବ ନାହିଁ। ନାଳ ରକ୍ତ ପୂଜ ତାହାକୁ ଆଉ କଷ୍ଟ ଦେବ ନାହିଁ। ସେ ସଦାବେଳେ ଭଗବାନଙ୍କୁ ଧ୍ୟାନ ଲଗାଇ ରହିବ। କରିଥିବା ପାପ ମାନ ତାର ହୁଏ ଦୂର, ସଂସାର ମାୟାରୁ ଜୀବ ହୁଏ ନିସ୍ତାର। ଗୋଟିଏ ସାଧୁ ପୁତ୍ରର କୋଟି ପାପ ନାଶ, ପିତୃମାତୃ କୂଳକୁ ସେ ଉଦ୍ଧାରେ ଅବଶ୍ୟ। ହରିନାମ ସଂକୀର୍ତ୍ତନ ଦେବୀ ଦେବାର୍ଚନ, କରି ନିଜେ ମୁକ୍ତ ହୋଇ ତାରେ ପିତୃଜନ। ଉତ୍ତମ ସନ୍ତାନଟି ଯେତେବେଳେ ଜନ୍ମଗ୍ରହଣ କରିବ, ହରିନାମ କରିବ, ଯଦି ପୁରାଣର କଥାକୁ ଶୁଣିଥିବ, ସଂକୀର୍ତ୍ତନ କରିବ, ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିବ ଏବଂ ତାହାର ପିତୃପୁରୁଷଙ୍କୁ ସେ ଉଦ୍ଧାର କରିବ। ବେଦ ବିଦ୍ୟା ପାଠ ପୁଣି ସୁକୀର୍ତ୍ତି ସୁଜ୍ଞାନ, ପୁତ୍ରଠାରେ ସଦା ରଖି ମୋତେ ନୁହ ଭ୍ରମ। ପାସରିଲେ ଏହି କଥା ନଷ୍ଟ ହେବ ପୁଣି, ଦୁଃଖେ ଦିନ ନ ସରିବ କର ରେଖା ଗଣି। ସଦ୍ଜ୍ଞାନୀ ପୁତ୍ର ଯେବେ ଜାତ କରିପାରେ, ଦେବ ପିତୃ ଲୋକ ଆଦି ହେଳାରେ ଉଦ୍ଧାରେ। ଏଟେ ସୁନ୍ଦର କଥା କହୁଛନ୍ତି। ସମସ୍ତେ ତ ସନ୍ତାନ ଜନ୍ମ କରନ୍ତି, କିନ୍ତୁ ଗୋଟେ ସଦ୍ଜ୍ଞାନୀ ସୁପୁତ୍ର ଯଦି ପିତାମାତା ଜନ୍ମ ଦେଇପାରିଲେ, ତେବେ ସେହି ପୁତ୍ରଟି ପିତୃଲୋକକୁ ଉଦ୍ଧାର କରିବ। କିପରି ଭାବରେ ଜନ୍ମ ଦେବେ? ଯଦି ପିତାମାତା ଆଧ୍ୟାତ୍ମିକତା ମାର୍ଗରେ ଥିବେ, ଯଦି ପିତାମାତା ସଦାବେଳେ ପୁରାଣ ପାଠ କରୁଥିବେ, ହରିନାମ ସଂକୀର୍ତ୍ତନ କରୁଥିବେ, ଏଇ ଯେଉଁ ବେଦ ବିଦ୍ୟା ପାଠ କରୁଥିବେ, ବେଦର ସମସ୍ତ ବାଣୀକୁ ମାନୁଥିବେ, ତେବେ ସେହି ପିତାମାତା ମାନେ ସୁଜ୍ଞାନୀ ସଦ୍ଜ୍ଞାନୀ ସୁପୁତ୍ରଟେ ଜନ୍ମ ଦେଇପାରିବେ। ସେହି ପୁତ୍ର ଆସିରେ ପିତୃଲୋକକୁ ହେଳାର ସହିତ ଉଦ୍ଧାର କରିପାରିବ। ଉଦ୍ଧାର କରଇ ପୁତ୍ର ପୌତ୍ରାଦି ହୋଇଲେ, ଏବେ ଶୁଣ ଜୀବର ଉଦ୍ଧାର ବାବୁ ଭଲେ। ବିକ୍ରୟ ନ କରି କନ୍ୟା ଯେବେ କରେ ଦାନ, କୁଳ ନିବଂଶରୁ ଆଣି ଏକ ପୁତ୍ର ପୁଣ। ଶ୍ରୀ ହରି ସ୍ମରଣ କରି କନ୍ୟା ଦାନ କଲେ, ମହାତୀର୍ଥ ପୁଣ୍ୟ ମାନ ତତକ୍ଷଣେ ମିଳେ। ସେ କନ୍ୟା ଗର୍ଭରୁ ପୁତ୍ର କନ୍ୟା ହେଲେ ଜାତ, ଊର୍ଦ୍ଧ୍ୱରେ ଅବଶ୍ୟ ନର୍କୁ ଦେଇ କୁକ୍ଷ କ୍ଷତ। ପିଣ୍ଡର କାରଣ ସେହି ତୀର୍ଥେ ସ୍ନାନ କରି, ନର୍କରୁ ପିତୃପିତାଙ୍କୁ ନିୟ ନିସ୍ତାରି। ଯଦି ଶ୍ରୀହରିଙ୍କୁ ସ୍ମରଣ କରି କନ୍ୟା ଦାନଟିଏ କରିଥିବେ, ତେବେ ସେହି କନ୍ୟାଙ୍କ ଗର୍ଭରୁ ପୁତ୍ର ଜନ୍ମ ହୁଅନ୍ତୁ କିମ୍ବା କନ୍ୟା ଜନ୍ମ ହୁଅନ୍ତୁ, ସେହି ପୁତ୍ର କିମ୍ବା କନ୍ୟା ଆପଣଙ୍କୁ ପିଣ୍ଡ ଦାନ କରି ନିଶ୍ଚିତ ଭାବରେ ନିସ୍ତାର କରିବେ। ତ ଇଏ ଥିଲା ଅଷ୍ଟମ ଅଧ୍ୟାୟରେ କିଛି କଥା। ଆସନ୍ତାକାଲି ଆମେ ଜାଣିବା ଏହିଠାରେ ବିଷୟବସ୍ତୁକୁ ଆଗକୁ ନେବା। କ'ଣ ହେଉଛି, କେଉଁମାନେ ପିଣ୍ଡ ଦାନ କରୁଛନ୍ତି, କିପରି ଭାବରେ ସଂସ୍କାର ପ୍ରେତ ସଂସ୍କାର ହେଉଛି, ସେ ବିଷୟରେ ଜାଣିବା। ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।